ଦେଖନ୍ତୁ ଆମ ରୁଟି ବେଲା ଚାଲିଛି। ମାମାଲ ଦିଦି ଆମର ରୁଟି ବେଲୁଛନ୍ତି। କେଡ଼େ ସୁନ୍ଦର ଭାବରେ ବେଲୁଛନ୍ତି ରୁଟି ଆମର ପୁରା ଗୋଲ କରି ବେଲୁଛନ୍ତି ସାଇଜ କରିକି ରୁଟି ବେଲୁଛନ୍ତି। ମୁଁ ଏଠି ଆଳୁ କାଟି ଦେଇଛି, ବିମ୍ସ ଅଳ୍ପ କାଟିଛି। ତାପରେ ଯିବା କାଟିବା ପନିପରିବା ଉପରେ। ହାଇ ସାଙ୍ଗମାନେ ନମସ୍କାର, ମୁଁ ଆପଣଙ୍କ ନରେନ୍ଦ୍ର। ମୋ ନରେନ୍ଦ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜିର ଗୋଟେ ନୂଆ ଭିଡ଼ିଓ କରାଯାଉଛି, ସେକେଣ୍ଡ ଭିଡ଼ିଓ। କାଲି ଯେଉଁ ଭଉଣୀକି ନେଇ ଭିଡ଼ିଓ କରିଥିଲି, ଅଣ୍ଡା ତରକାରୀ କରିଥିଲି, ଆଜି ସେ ମାମାଲି ଭଉଣୀକି ନେଇ ମୁଁ ଯାଉଛି। ମୋର ଆଜି ସନ୍ତୁଳା ଆଉ ରୁଟି ଦୁଇଟା ହେବ। ସନ୍ତୁଳାରେ କ'ଣ କ'ଣ ପଡ଼ିବ ଆପଣ କହିଦେଉଛି। କୋବି, ଫୁଲକୋବି, ବିମ୍ ଛୁଇଁ, ଆଳୁ, ଭଣ୍ଡା, ସଜନା ଛୁଇଁ ଆଉ ବିଟ୍, ଆକୁ ନେଇ ସନ୍ତୁଳା କରିବି। ତାପରେ ରୁଟି ବେଲା ଚାଲିଛି। ରୁଟି ଆମର ମାମା ଦିଦି ବେଲୁଛନ୍ତି, ରୁଟି ବେଲୁଛନ୍ତି। ଚାଲନ୍ତୁ ଯିବା ରୁଟିଟା ଟିକେ ଦେଖିଦେବା ଟିକେ କେମିତି ରୁଟି ବେଲୁଛନ୍ତି। ଚାଲନ୍ତୁ ଯିବା ସାଙ୍ଗମାନେ। ଆମର ତ ରୋଷେଇ ଷ୍ଟାର୍ଟ ହେବ। ରୋଷେଇ ଉପରକୁ ଯିବା ଆମେ। ତା ଆଗରୁ ଆମେ ଆପଣଙ୍କ ସହିତ କିଛି କଥାବାର୍ତ୍ତା କରିଦେବା। ମୋ ଭଉଣୀ କ'ଣ କହିବ ଆପଣ ଶୁଣି ଦିଅନ୍ତୁ ଖାଲି। ଭାଇକି ଲାଇକ୍ କରନ୍ତୁ, ଆଉ ସବସ୍କ୍ରାଇବ୍ କରନ୍ତୁ, ଆଉ ସେୟାର କରନ୍ତୁ। ମୋ ଭଉଣୀ କହିଲା ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ମୋ ଚ୍ୟାନେଲଟିକୁ ଆପଣ ଟିକେ ଅଧିକା ସେୟାର କରନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍ ବଟନ୍ଟା ଦବାଇ ଦେବେ। ଚାଲନ୍ତୁ ଏବେ ପୁରା ଫୁଲ୍ ଭିଡ଼ିଓ ଉପରକୁ ଯିବା। ମାମା ଦିଦି ଆମର ରୁଟି ବେଲୁଛନ୍ତି। ଏତିକି ରୁଟି ବେଲି ସାଇଲେ। କେତେ ସୁନ୍ଦର ସୁନ୍ଦର ଆକାରରେ ଗୋଲ ଗୋଲ କରି ବେଲୁଛନ୍ତି, ରୁଟି ବେଲୁଛନ୍ତି। ମୋ ସାନ ଭଉଣୀ ମାମାଲିଏ, ଆକୁ ଟିକେ ଆପଣମାନେ ସପୋର୍ଟ କରନ୍ତୁ। ଦେଖିଲେ ସେ କେମିତି ରୁଟି ବନାଉଛି। ଆଉ ମୁଁ କାଟି ସାଇଲେଇଁ ଆଳୁ, ବିମ୍ସ କାଟି ସାଇଲେଇଁ। ଖାଲି କୋବି କଟା ହେବ, ଭଣ୍ଡା କଟା ହେବ, ବିଟ୍ କଟା ହେବ, ସଜନା ଛୁଇଁ କଟା ହେବ। ଚାଲନ୍ତୁ ଯିବା ଦେଖିବା କ'ଣ କ'ଣ ଆଇଟମ୍ ସବୁ କଟା ହେଉଛି। ମୁଁ ଆପଣ ଦେଖେଇ ଦେଉଛି। କେବଳ ବିମ୍ସ କାଟିଛି, ଆଳୁ କାଟିଛି। ଚାଲନ୍ତୁ ଆଉ କ'ଣ କ'ଣ କଟା ହେବ ଆପଣ ଦେଖେଇ ଦେଉଛି। ଇଏ ଭଣ୍ଡା କଟା ହେବ, ବିଟ୍ କଟା ହେବ, ଫୁଲକୋବି କଟା ହେବ। ଏକରେ ସଜନା ଛୁଇଁ ଥୁଆ, ସଜନା ଛୁଇଁ କଟା ହେବ। ଏକରେ ଟମାଟୋ ତ କଟା ହେଇ ପଡ଼ିବ ଆଉ। ଏଇ ଆଇଟମ୍ ସବୁ କଟା ହେବ। ଆମ ସନ୍ତୁଳା ହେବ ଆଜି। ମୁଁ ଆପଣଙ୍କୁ ଦେଖେଇଦେଲି କ'ଣ କ'ଣ ସବୁ କଟା ହେବ, ଆପଣମାନଙ୍କୁ ଦେଖେଇଦେଲି। ଏବେ ଯିବା ସବୁ ଜିନିଷ କାଟିଦେବା। ଯେତେବେଳେ ତରକାରୀ ହେବ ଆପଣ ସେତେବେଳେ ଦେଖେଇବି। ସନ୍ତୁଳା ଯେତେବେଳେ ହେବ ସେତେବେଳେ ଆପଣଙ୍କୁ ଦେଖେଇବି। କେଡ଼େ ସୁନ୍ଦର ମାମାଲି ଦେଇ ଆମର ସନ୍ତୁଳା କରିବେ। ଚାଲନ୍ତୁ ଯିବା ଏବେ କାଟିବା। ଚାଲନ୍ତୁ ଯିବା ଭଣ୍ଡା କାଟିବା। ସଜନା ଛୁଇଁ କାଟିଲି, ସଜନା ଛୁଇଁ କାଟି ଆରମ୍ଭ କଲି। ଏବେ ଚାଲନ୍ତୁ ଯିବା କୋବି କାଟିବା। ଆମର ସବୁ ଜିନିଷ କଟା ପାଇଲା, କୋବି କଟା ହେବ, ବିଟ୍ କଟା ହେବ। ବିଟ୍ଟା ଅଲଗା ରେଟ୍ରେ କଟା ହେବ, କାରଣ ବିଟ୍ ନାଲି ହେଇଯିବ। ବିଟ୍ ଅଲଗା ରେଟ୍ରେ କଟା ହେବ। ଏବେ ଚାଲିଯିବା କୋବି କାଟିବା। ଏବେ ହଳଦୀ ପାଣି କରିଦେଇଛି। ଏଥିରେ କୋବି ପଡ଼ିବ, କାହିଁକିନା ଯେହେତୁ କୋବିରୁ ପୋକ ବାହାରୁଛି। ହଳଦୀ ପାଣି କରିଦେଇଛି। ହଳଦୀ ପାଣିରେ କୋବି କାଟି ପକାଇବି। ବିଟ୍ କାଟିବା। ମାମା ଦିଦି ଆମର ଏଠି ରୁଟି କରୁଛନ୍ତି। ବିଟ୍ କଟା ପାଇଲେ ଆମର ପନିପରିବା କଟା ପାଇଯିବ। ତାପରେ ରୁଟି ସରିଲା ପରେ ଆମର ସନ୍ତୁଳା ହେବ ଆଉ।
ସୁନ୍ଦର ଭାବେ ଟିକି ଟିକି କରି କାଟୁଛି ମୁଁ। ଦେଖନ୍ତୁ କେତେ ସୁନ୍ଦର ଭାବରେ ପୁରା ଟିକି ଟିକି କରି କାଟୁଛି। ଆଉ ଏତେ ଅଳ୍ପ ଅଛି। ଚାଲନ୍ତୁ ଯିବା ଏବେ। ରୁଟି ଆମର ରୁଟି ସରିଯାଇଛି। ରୁଟି ସେ ସାଙ୍ଗେ ସାଙ୍ଗେ ସରିଦେଲା, 10 ମିନିଟ୍ ରୁଟି କରିଦେଲା ସିଏ ସାଙ୍ଗେ ସାଙ୍ଗେ। ଚାଲନ୍ତୁ ଦେଖିବା ଏବେ। ମୋର ବି ପନିପରିବା ସବୁ କଟା ସରିଯାଇଛି। ପୁରା ସବୁ ଚିକଣ କରିଦେଇଛି। ସେ ସନ୍ତୁଳା ଏବେ କରିବ। କେମିତି କରିବ ଚାଲନ୍ତୁ ଦେଖିବା। ପୁରା କରି ରେଡ଼ି। ଏବେ ସନ୍ତୁଳା ସେ କରିବ। ଏବେ କଡ଼େଇ ବସି ସାରିଲେ ସେ ପନିପରିବା ପକାଇଲା ଆପଣ ଦେଖେଇବି କେମିତି ସନ୍ତୁଳା କରୁଛି ଦେଖିବା। ଦେଖନ୍ତୁ ଇଏ କୋବି, ବିମ୍ ଛୁଇଁ, ଆଳୁ ଆଉ ବିମ୍ ଛୁଇଁ, ଆଳୁ, ସଜନା ଛୁଇଁ, ସେ ବିଟ୍, ପିଆଜ, ଟମାଟର ସବୁ କାଟିକି ମୁଁ ପୁରା ରେଡ଼ି କରିଦେଇଛି। ଆମର ମାମାଲି ଦିଦି ଆମର ତେଲ ପକାଉଛନ୍ତି ଏବେ। ମାମାଲି ଦିଦି, ମାମାଲି ୟା ଟିକେ ଅନେଇଲ। ଆଜି କେମିତି ସନ୍ତୁଳାଟା କେମିତି କ'ଣ ହେବ? ଭଲ ହେବ ତ? ହଉ ଦେଖିବା ଚାଲନ୍ତୁ ଯିବା ଏବେ। ସନ୍ତୁଳା କରୁଛନ୍ତି ମାମାଲି, ତେଲ ପକାଉଛନ୍ତି, ଗଣିକି ଚାମୁଚେ ତେଲ ପକାଉଛନ୍ତି। ଦେଖନ୍ତୁ ଏବେ କଞ୍ଚା ଲଙ୍କା ଆମର ପଇଲା। କଞ୍ଚା ଲଙ୍କାକୁ ପକେଇକି ଦୂରେଇକି ପଳେଇ ଯାଉଛନ୍ତି, କାଳେ ଲଙ୍କା ଛିଟିକି ସେଥିପାଇଁ ଦୂରେଇକି ପଳେଇ ଯାଉଛନ୍ତି କଞ୍ଚା ଲଙ୍କା ପକେଇକି। ଛୋଟ ଭଉଣୀଟା ମୋର, ତାର ଛିଟିକି ପଡ଼ିବ। ଦେଖନ୍ତୁ ଏବେ ଟମାଟର ପଡ଼ିଲା। ଟମାଟର ପଡ଼ି କଷା ଚାଲିଛି। ଟମାଟର ପଡ଼େ କ'ଣ ପଡ଼ିବ? ଟମାଟର ପରେ ପାଣି ଦେଇ ମସଲା ଗୁଣ୍ଡ ଦିଆହେବ। ଅଦା ରସୁଣ କିଛି ପଡ଼ିବନି? ହଉ ଠିକ୍ ଅଛି। ହଉ ଛାଡ଼। ଟମାଟର ପରେ ମସଲା ପଡ଼ିବ, ମସଲା ପଡ଼ି ପାଣି ଦିଆହେବ। ଠିକ୍ ଅଛି। ଚାଲନ୍ତୁ ଯିବା ସିଏ ଟମାଟର କଷିବା ଭିତରେ ଆମେ ଟିକେ ଯିବା ମଜାମସ୍ତି କରିଦେବା ଟିକେ। ମୁଁ ପପିକୁ ଚାଲନ୍ତୁ ଯିବା, ପପି ଟିକେ ଦେଖେଇଦେବି। ଚାଲନ୍ତୁ ଯିବା ପପି କତି ମୋର। ଦେଖନ୍ତୁ ମୋ ପପି ଏଠି ଶୋଇଛି। ମୋ ପପି ପପିକି ଦେଖିଲେ? ପପି ତ ଦେଖିଲେ। ମାମାଲି ଏବେ କ'ଣ କରୁଥିଲା ଦେଖିବା, ପାଣି ଦେଇ ସାରିଲେ। ମାମାଲି ଏବେ ଆମର ପାଣି ଦେଇ ସାରିଲେ ଟମାଟର କଷାରେ। ତାର ମସଲା ପକାଉଛନ୍ତି। ଚାଲ ଯିବା ଦେଖିବା ମସଲାଟା। ଗୁଣ୍ଡ ପଇଲା। ଏଇଟା କ'ଣ? ମିଟ୍ ମସଲା, ଚିକେନ ମସଲା ପଇଲା। ତାପରେ ପଡ଼ିବ କରି ପାଉଡର। Here in Romania, they call it the Srigoi. It's a very powerful force, a spirit. ମାର୍ଚ୍ଚ କେତେରେ ପରୀକ୍ଷା? ମାର୍ଚ୍ଚ 10ରେ ପରୀକ୍ଷା। ସେ ମୋ କତେ ରୋଷେଇ କରି ବହୁତ ସାହାଯ୍ୟ କରୁଛି। ଯାହା ହଉ ସିଏ ମୋତେ, ମୁଁ ତାକୁ କହିଲି ପଢ଼ିବା ପାଇଁ, ମୋତେ କହିଲା ମୁଁ ରୋଷେଇ କରିଦେଇ ଯାଇ ପଢ଼ିବି। ମୋ ଭଉଣୀ କହିଲା ମୁଁ ରୋଷେଇ କରିଦେଇ ଯାଇ ପଢ଼ିବି। ରୋଷେଇ କରି ଯାଇ ପଢ଼ିବୁ ତୁ? ସେ ରୋଷେଇ କରିସାରି ଯାଇ ପଢ଼ିବ। ଆଉ ତାର ମାର୍ଚ୍ଚ 10ରେ ପରୀକ୍ଷା। ତାକୁ ମୁଁ ନେବାଣିଆ କରିବି। ତ କେଉଁ ସ୍କୁଲ? ଏଇ ତୀର୍ଥ ସ୍କୁଲ ପଢ଼ିବ? କେଉଁ ସ୍କୁଲରେ ପଢ଼ିବ? ଆମର ମଣିଜ ସ୍କୁଲରେ ପଢ଼ିବ। ମୁଁ ତାକୁ ନେବାଣିଆ କରିବି। ଚାଲନ୍ତୁ ଯିବା ବିଟ୍ ପକେଇବା। ଏବେ ବିଟ୍ ପଇଲା। ବିଟ୍ କିଛି ସମୟ, ବିଟ୍ ପଇଲା ପରେ କିଛି ସମୟ ଘଣ୍ଟା ହେବ। ଘଣ୍ଟା ହେଇସାରିଲା ପରେ ତାର ପନିପରିବା ସବୁ ପଡ଼ିବ। ଆଉ ପାଣି ଦେଇକି ଆଇଲୁ। 20 ମିନିଟ୍ ଭିତରେ ସନ୍ତୁଳା ହେଇଯିବ। ମୁଁ ଆପଣଙ୍କ ସହିତ କିଛି କଥାବାର୍ତ୍ତା କରିବାର ଅଛି।
ମୋ ଚ୍ୟାନେଲ୍ ବିଷୟରେ ଆଉ ମୋ ଭଉଣୀ ବିଷୟରେ। ମୁଁ ଆଗ ଚ୍ୟାନେଲ୍ ବିଷୟରେ କହିଦେଉଛି। ମୋ ଚ୍ୟାନେଲ୍ ନାଁ ହେଲା ନରେନ୍ଦ୍ର ସାହୁ 456। ଆପଣ ଟିକେ ସବସ୍କ୍ରାଇବ୍ କରନ୍ତୁ, ମୋ ଚ୍ୟାନେଲ୍କୁ ବହୁତ ଆଗକୁ ଟିକେ ନିଅନ୍ତୁ। ଆପଣ ମଧ୍ୟ ଭଲ ପାଇବା ମୋ ଉପରେ ସେମିତି ଥାଉ, ଆପଣ ବହୁତ ଭଲ ପାଇବା ଦେଉଛନ୍ତି। ଏତିକି କହିଲି। ଆଉ ମୋ ଭଉଣୀ ବିଷୟରେ କହୁଛି, ମୋ ଭଉଣୀକି ଟିକେ ଆପଣମାନେ ସପୋର୍ଟ କରନ୍ତୁ। ସେ ସବୁ ପ୍ରକାର ରୋଷେଇ ସବୁ ଜାଣିଛି। ଆପଣଙ୍କୁ ଗୋଟେ ଦିନ ସବୁ ଦେଖେଇବି କେଉଁ କେଉଁ ରୋଷେଇ ସବୁ କରୁଛି। ଇଏ କାଲି କରିଥିଲା ଅଣ୍ଡା ତଡ଼କା, ଆଜି କଲା ସାଧା ସନ୍ତୁଳା, ଆଉ ଚିକେନ୍ ବି କରି ଜାଣିଛି। ଚିକେନ୍ ବି ଦିନେ କରିବ, ମୁଁ ଦେଖେଇଦେବି ଆପଣମାନଙ୍କୁ। ଯଦି ଆମର ଏଇ ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ହେଇଛି, ଆପଣ ନିହାତି ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଆଉ ଭିଡ଼ିଓଟା ଅଧିକରୁ ଅଧିକ ସେୟାର କରନ୍ତୁ। ଆଉ ସବସ୍କ୍ରାଇବ୍ କଲାବେଳେ ଆପଣ ବେଲ୍ ଆଇକନ୍ ବଟନ୍ଟା ଦବାଇ ଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଜଗତସିଂହପୁର।